ଓଡ଼ିଆରେ ଗୋଟେ କଥା ଅଛି, ଛୋଟକୁ ହୀନ ମନେ କରନ୍ତୁନି କିମ୍ବା ସାନକୁ ନ୍ୟୁନ ମନେ କରନ୍ତୁ ନାହିଁ। ଇଂଲିଶରେ ତାକୁ କୁହାଯାଏ ଡୁ ନଟ୍ ଅଣ୍ଡର ଏଷ୍ଟିମେଟ୍ ଦ ପାୱାର ଅଫ୍ ଦ ସ୍ମଲ୍। ଏଇ ଛୋଟ ବା ସାନର ମହତ୍ତ୍ୱ କ'ଣ ଜୀବନରେ ଆସନ୍ତୁ ଜାଣିବା। ଜଙ୍ଗଲ ଦେଖିଛନ୍ତି ନା ନାହିଁ? ଜଙ୍ଗଲ ବହୁତ ବଡ଼। ଜଙ୍ଗଲରେ ଗଛ ଦେଖିଥିବେ, ଗଛ ଜଙ୍ଗଲ ତୁଳନାରେ ବହୁତ ଛୋଟ। ଆଉ ଗଛ ତୁଳନାରେ ଗୋଟିଏ ଦିଆସିଲି କାଠି ଆହୁରି ଛୋଟ। କିନ୍ତୁ ଜଙ୍ଗଲ କି ଜାଣେ ଦିଆସିଲି କାଠିର କମାଲ, ତା'ର କ୍ଷମତା। ଗୋଟିଏ ଦିଆସିଲି କାଠି ଚାହିଁଲେ ଗୋଟିଏ ପୁରା ଜଙ୍ଗଲକୁ ଗୋଟିଏ ଘଣ୍ଟାରେ ଜାଳି ପୋଡ଼ିକରି ପାଉଁଶ କରିଦେଇ ପାରିବ। ଠିକ୍ ସେଇଭଳି ଆପଣ ଦେଖନ୍ତୁ ଆପଣଙ୍କୁ ମିରରରେ, ଆପଣ କେତେ ସୁନ୍ଦର। ଦେଖନ୍ତୁ ଆପଣ କେତେ ଡେଙ୍ଗା। ଆପଣ ଓଜନ କରିକି ଦେଖନ୍ତୁ ଆପଣଙ୍କର ୱେଟ୍ କେତେ। ଆପଣ ପଥର ଉଠେଇକି ଦେଖନ୍ତୁ ଆପଣଙ୍କର ଶକ୍ତି କେତେ। ଡାକ୍ତରକୁ ପଚାରନ୍ତୁ ଆପଣଙ୍କ ଭିତରେ କେତେ ମୂଲ୍ୟବାନ ଯନ୍ତ୍ର ସବୁ ଲାଗିଛି, ଯେମିତିକି କିଡ଼ନୀ, ହାର୍ଟ, ଲଙ୍ଗସ୍, ଲିଭର, ପାନକ୍ରିଆସ୍। କିନ୍ତୁ ଜାଣିଛନ୍ତି, ଗୋଟିଏ ଛୋଟିଆ ଜୀବ, ଗୋଟିଏ ଭାଇରସ୍, ଯାହାକୁ ଆପଣ ଖାଲି ଆଖିରେ ଦେଖି ପାରୁନାହାନ୍ତି, ସିଏ ଚାହିଁଲେ ଆପଣଙ୍କୁ ଗୋଟିଏ ମିନିଟ୍ରେ ବା କେଇ ମିନିଟ୍ରେ ମୃତ୍ୟୁ ମୁଖକୁ ଟାଣି ନେଇପାରିବ। ସୋ ଡୁ ନଟ୍ ଅଣ୍ଡର ଏଷ୍ଟିମେଟ୍ ଦ ପାୱାର ଅଫ୍ ଦ ସ୍ମଲ୍। This is a very good moral lesson.